4m ଯୁକ୍ତ 12 ସମାନ 20। ଏହି ସମୀକରଣଟିର ସମାଧାନ କର। ଆଚ୍ଛା, ସମୀକରଣର ସମାଧାନ କରିବାର ଅର୍ଥ କ'ଣ? ଏହାର ଅର୍ଥ ହେଉଛି ଆମକୁ m ର ମାନ ବାହାର କରିବାର ଅଛି। ପ୍ରଥମେ ଆମେ m 1 ନେଇକି ଦେଖିବା। m ଯଦି 1 ନେବା, ଦେଖିବା 4m ଯୁକ୍ତ 12 କେତେ ହେଉଛି? 4 ଗୁଣନ 1 ଯୁକ୍ତ 12, 4ରେ 1 ଗୁଣିଲେ 4 ସମାନ 4 ଯୁକ୍ତ 12 ଏବଂ 12ରେ 4 ମିଶିଲେ କେତେ ହେଉଛି? 16। କିନ୍ତୁ ଆମକୁ ଦରକାର କେତେ? 20। 16 ତ 20 ସହ ସମାନ ନୁହେଁ, ତେଣୁ m 1 ହେବ ନାହିଁ। ଏବେ m 2 ନେଇ ଦେଖିବା। 4m ଯୁକ୍ତ 12, 4 ଗୁଣନ 2 ଯୁକ୍ତ 12, 4ରେ 2 ଗୁଣିଲେ ହେବ 8 ଯୁକ୍ତ 12, 8ରେ 12 ମିଶିଲେ କେତେ ହେଉଛି? 20। ଏବଂ ସମୀକରଣର ଡାହାଣ ପାର୍ଶ୍ୱରେ କେତେ ଅଛି? 20। ତେଣୁ 20 ସମାନ 20। ଏହି ସମୀକରଣ ପାଇଁ m ର ମାନ ହେଲା 2। ଏବେ ଆମେ ଏ ସମୀକରଣଟିକୁ ସମାଧାନ କରିବା। ସେମିତି ପ୍ରଥମେ ଆମେ x ନେବା। ଏଠି ଅଜ୍ଞାତ ରାଶି ଅଛି x ନେବା 1, 1, 2, 3, 4 ଏମିତି ଆମେ ନେଇକିନା ଦେଖିବା x ର କେଉଁ ମୂଲ୍ୟ ପାଇଁ ଏ ସମୀକରଣ ସମାଧାନ ହୋଇପାରୁଛି। 5 ଯୁକ୍ତ 4x, 5 ଯୁକ୍ତ 4 ଗୁଣନ 1, 5 ଯୁକ୍ତ 4ରେ 1 ଗୁଣିଲେ 4, 5ରେ 4 ମିଶିଲେ କେତେ? 9। ଦରକାର କେତେ? 17, ତେଣୁ ହେବ ନାହିଁ। ତେଣୁ x 1 ହେବ ନାହିଁ। ଏବେ x 2 ନେଇ ଦେଖିବା। 5 ଯୁକ୍ତ 4x ସମାନ 5 ଯୁକ୍ତ 4 ଗୁଣନ 2, 5 ଯୁକ୍ତ 4 ଗୁଣନ 2 କେତେ ହେଲା? 8। 5ରେ 8 ମିଶିଲେ କେତେ ହେଉଛି? 13। ଆମକୁ ଦରକାର କେତେ? 17। ତେଣୁ x 2 ହେବ ନାହିଁ। ଏବେ x 3 ନେଇକି ଦେଖିବା। 5 ଯୁକ୍ତ 4x ସମାନ 5 ଯୁକ୍ତ 4 ଗୁଣନ 3, 4ରେ 3 ଗୁଣିଲେ 12, 5 ଯୁକ୍ତ 12 ଏବଂ 12ରେ 5 ମିଶିଲେ କେତେ ହେଉଛି? 17। ଆମର ଡାହାଣ ପାର୍ଶ୍ୱରେ କେତେ ଥିଲା? 17 ସମାନ ରହୁଛି। ତେଣୁ x ର ମୂଲ୍ୟ କେତେ ହେଲା? 3 ହେଲା। ଏହି ସମୀକରଣ ପାଇଁ x ର ମୂଲ୍ୟ ହେଉଛି 3।